ଆପଣ ମନ ଖୁସିରେ ଗଲେ ନା ଆପଣଙ୍କୁ ଜବରଦସ୍ତି କଲେ? ମୁଁ ମନ ଖୁସିରେ କଦାପି ଯାଇନାହିଁ। ଯେହେତୁ ଜଣକୁ ଜବରଦସ୍ତି କରାଯାଉଛି ଘରୁ ଯିବା ପାଇଁ, ତେଣୁ ମୁଁ ମନ ଖୁସିରେ ଆପଣ ଯାଇନଥିଲି। କଣ ମୁଁ ନ ଯାଇଥିଲେ ସେ ଆପଣଙ୍କୁ କଣ ମାଡ ମାରିଥାନ୍ତେ? ଆପଣ ଦ୍ୟାଟ୍ ଇଜ ଦ ପଏଣ୍ଟ। ମୁଁ କାଲି ଏଇଭଳି ଭାବରେ ଆପଣ ଯୋଉଭଳି ଭାବରେ ଜବରଦସ୍ତି କରୁଛନ୍ତି, ମତେ ମୋର ଆତ୍ମାକୁ ବାଧିଲା ଭଳିଆ କାମ କରୁଛନ୍ତି ଏବଂ ମତେ ହଟ୍ କରୁଛନ୍ତି, ମୁଁ କାଲି ଆପଣଙ୍କୁ ଭୋଟ ଦେବି ନାହିଁ। ରମାକାନ୍ତ ବାବୁ, ଆପଣ କ୍ରସ୍ ଭୋଟିଂ କଲେ, ମୁଁ ଦେଖୁଥିଲି ଟିଭି ଚ୍ୟାନେଲରେ ଆପଣଙ୍କର ଇଣ୍ଟରଭ୍ୟୁ ସବୁ, ଯେ ଆଜ୍ଞା। ଆପଣ ନବୀନ ବାବୁଙ୍କ ନିଷ୍ପତ୍ତିରେ ଖୁସି ନଥିଲେ। ଏକଥା କଣ ଆପଣ କହିଥିଲେ ଯେ ମୁଁ ଆପଣଙ୍କ କ୍ୟାଣ୍ଡିଡେଟ କୁ ଭୋଟ ଦେବା ପାଇଁ ଚାହୁଁ ନାହିଁ ବୋଲି? ନା, କେବେ କଥା ଏମିତି ବି ହେଇନଥିଲା। କାରଣ ଏ କଥା ତ ଆମକୁ ପଚାରେ ବି ଯାଇନଥିଲା ଏବଂ ସେମାନଙ୍କର ଭୋଟ ଦବା କଥା ହିଁ କୁହାଯାଇଥିଲା। ଏ କଥା ବି ଡିସ୍କସନ କରାଯାଇ ନଥିଲା। ତ କ୍ରସ୍ ଭୋଟିଂ କରିବା ପାଇଁ ଆପଣ କାହିଁକି ନିଷ୍ପତ୍ତି ନେଲେ? ମୁଁ କହିସାରିଛି, ଦେଖନ୍ତୁ ମନୋରଞ୍ଜନ ବାବୁ, ଗୋଟେ ଭୋଟ ଦବା ହଉଛି ଗୋଟେ ମୌଳିକ ଅଧିକାର। ମୁଁ ଅଲଗା ବିଧାୟକ ମାନଙ୍କ ଭଳିଆ ମୋର କୌଣସି ନେଗେଟିଭ ଆକ୍ଟିଭିଟିଜ ନଥିଲା। ମୁଁ ନବୀନ ନିବାସ ଯିବା, ଆସେମ୍ବଲି ଯିବା, ସମସ୍ତ ମକଡ୍ରିଲ ପ୍ରୋଗ୍ରାମରେ ପାର୍ଟିସିପେଟ କରିବା, ସମସ୍ତଙ୍କ ସହିତ ସମ୍ପର୍କ ରଖିବା, ଯୋଗାଯୋଗ ରଖିବା, ଏଭ୍ରିଥିଙ୍ଗ ମୁଁ କରୁଥିଲି। ଯୋଉଦିନ ମୁଁ ଆସିଲି ଘରକୁ କହିକିରି ଆସିଥିଲି, ମଧ୍ୟ ସେଦିନ ରବିବାର ଥିଲା ଏବଂ ସଂକ୍ରାନ୍ତି ଥିଲା। ଆଉ ସଂକ୍ରାନ୍ତିରେ ମା ତାରିଣୀଙ୍କର ପୂଜା ହୁଏ, ଆଉ ମୁଁ ବି ସେଟା ହୋମ କରେ, ସକାଳୁ ସକାଳୁ ହୋମ କରେ ଏବଂ ମୁଁ ସେଟା କଲି। ଆମର କାର୍ଯ୍ୟକ୍ରମ ସରୁ ସରୁ 11ଟା 11:30 ହେଲା। ତାପରେ ଅଲ୍ ଅଫ୍ ସଡନ୍ ମୁଁ ଦେଖିଲି ବିଧାୟକ ମାନେ 4-5 ଜଣ ବିଧାୟକ ଆସି ଆମ ଘରେ ପହଞ୍ଚିଲେ। ଠିକ ଅଛି, ମୁଁ ସ୍ୱାଗତ କଲି ବିଧାୟକ ମାନଙ୍କୁ ଆସିବାକୁ, ବସିଲେ, କଥାବାର୍ତ୍ତା ହେଲେ, ତାଙ୍କ ସହିତ ଡିସ୍କସନ କଲି। ସେମାନେ କହିଲେ ଚାଲନ୍ତୁ ନବୀନ ନିବାସ ଚାଲନ୍ତୁ। ମୁଁ କହିଲି ଠିକ ଅଛି, ମୋର ଯିବାର କିଛି ଅସୁବିଧା ନାହିଁ। ମୁଁ ଯେହେତୁ ସଂକ୍ରାନ୍ତି ଅଛି, ମୁଁ ବାହାରେ କୋଉଠି ଖାଇବି ନାହିଁ, ତେଣୁ ଏଇଠି ବସିକିରି ମୁଁ ମୋର ଲଞ୍ଚ କରିକିରି ଆପଣଙ୍କ ପାଖରେ ଯାଇ ପହଞ୍ଚିବି, ଏତିକି ପ୍ରତିଶ୍ରୁତି। ଠିକ ଅଛି, ଆପଣ ଆସନ୍ତୁ। ସେମାନେ ଗଲେ। ଆଫ୍ଟର ହାଫ୍ ଆନ୍ ଆୱାର ଇମିଡିଏଟଲି ଦେ କେମ୍ ବ୍ୟାକ୍। ଆସିଲା ପରେ ପୁଣି ଆସିକି ପହଞ୍ଚିଗଲେ ଯେ ନାଇଁ ଆପଣଙ୍କୁ ଯିବାକୁ ପଡିବ। ମୁଁ କହିଲି କଣ ପାଇଁ? ନା ନାଇଁ ଆପଣଙ୍କୁ ଯିବାକୁ ପଡିବ, ଆପଣ ଆମ ସାଙ୍ଗରେ ଯିବେ, ନବୀନ ନିବାସ ଯିବେ। ମୁଁ କହିଲି ଦେଖନ୍ତୁ, ମୁଁ ତ ମନା କରୁନି ନବୀନ ନିବାସ ଯିବା ପାଇଁ, ମୁଁ ତ ଆପଣଙ୍କୁ କୋଅପରେଟ କରୁଛି। ତେଣୁ ମୁଁ ତ କହୁଛି ଆପଣ ଲଞ୍ଚ କରିବେ, ଲଞ୍ଚ କରିକି ମୁଁ ଯିବି। ଯଦି ଆପଣ ଅପେକ୍ଷା କରିବାକୁ କରନ୍ତୁ, ଅଦରୱାଇଜ ଆପଣ ଯାଆନ୍ତୁ, ମୁଁ ଯିବି। ନା ନାଇଁ ଏବେ ଯିବାକୁ ପଡିବ। ମୁଁ କହିଲି ଠିକ ଅଛି, ଯଦି ପାର୍ଟି ନିର୍ଦ୍ଦେଶ ଦଉଛି ଯିବା ପାଇଁ, ମୁଁ ଇମିଡିଏଟଲି ରେଡି ହେଲି ଏବଂ ତାଙ୍କ ସହିତ ଗଲି। ଗଲା ସେମାନେ ପରେ କଣ ଆପଣ ମନ ଖୁସିରେ ଗଲେ ନା ଆପଣଙ୍କୁ ଜବରଦସ୍ତି କଲେ? ମୁଁ ମନ ଖୁସିରେ କଦାପି ଯାଇନାହିଁ। ଯେହେତୁ ଜଣକୁ ଜବରଦସ୍ତି କରାଯାଉଛି ଘରୁ ଯିବା ପାଇଁ, ତେଣୁ ମୁଁ ମନ ଖୁସିରେ ଆପଣ ଯାଇନଥିଲି। କଣ ନ ଯାଇଥିଲେ ସେ ଆପଣଙ୍କୁ କଣ ମାଡ ମାରିଥାନ୍ତେ? ଦ୍ୟାଟ୍ ଇଜ ଦ ପଏଣ୍ଟ। ଯଦି ମୋର ମାନସିକତାରେ ଯଦି ନେଗେଟିଭ ଥାନ୍ତା, ମୋର ଯଦି କିଛି କ୍ରସ୍ ମାନେ ମାନସିକତା ରଙ୍ଗ ଥାନ୍ତା, ମୁଁ ତ ତାଙ୍କୁ ଆଭଏଡ କରିପାରିଥାନ୍ତି। ନାଇଁ, ସେତେବେଳକୁ କଣ ଆପଣ ନିଷ୍ପତ୍ତି ନେଇ ସାରିଲେଣି ରମାକାନ୍ତ ବାବୁ ଯେ ଆପଣ ଭୋଟ ଦେବେ ନାହିଁ? ନା 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 ନା, ସେମିତି ଯଦି ନିଷ୍ପତ୍ତି ନେଇଥାନ୍ତି ତାହେଲେ ତାଙ୍କ ସହିତ ଯାଇଥାନ୍ତି କାହିଁକି? ତ କେତେବେଳେ ନିଷ୍ପତ୍ତି ନେଲେ ଯେ ମୁଁ ଭୋଟ ଦେବି ନାହିଁ? କହୁଛି। ଯେତେବେଳେ ମୁଁ ସେତେବେଳେ ମତେ କ୍ରୋଧ ହେଇଥିଲା। ଆରେ ମୁଁ ତ ସେମିତି ମୋର କିଛି ଆକ୍ଟିଭିଟିଜ ନାହିଁ, ମୁଁ ତ ତାଙ୍କ ସହିତ ସବୁ କାର୍ଯ୍ୟକ୍ରମରେ ପାର୍ଟିସିପେଟ କରୁଛି। ତାପରେ ବି ଏମାନଙ୍କର ଏତେ ଡାଉଟ କଣ ପାଇଁ ଯେ ମତେ ଜବରଦସ୍ତି ଉଠେଇକି ନବାର? ସେଇଠି ମୋର ରାଗ ଜବରଦସ୍ତି ଆପଣ ହେଇଥିଲା। କହିବେ ଯେ ପୁରା ଆପଣଙ୍କୁ ଜବରଦସ୍ତି ଉଠେଇ ନେଲେ? ମାନେ ଜବରଦସ୍ତି ଇନ ଦ ସେନ୍ସ, ଆପଣ ମନା କରୁଥିବେ, ଆପଣ କହିବେ ନାଇଁ ଆପଣ ଏବେ ଚାଲନ୍ତୁ, ନାଇଁ ଚାଲନ୍ତୁ, ଯିବାକୁ ପଡିବ, ଚାଲନ୍ତୁ, ସେଇଟା ତ ଅବଶ୍ୟ ଜବରଦସ୍ତି। ଠିକ ଅଛି, ମୁଁ କହିଲି ଠିକ ଅଛି, ଆପଣ ଯଦି ଚାହୁଁଛନ୍ତି ମୁଁ ଯିବି। ମୁଁ ବି ଗଲି, ଗାଡିରେ ବସିଲି। ଆଉ ଗୋଟେ କଥା ସବୁଠୁ ଦେଖନ୍ତୁ, ମୁଁ ଗାଡିରେ ଗଲା ବେଳେ ମୁଁ କଣ ଗୋଟେ କଲପ୍ରିଟ ଥିଲି ଯେ ମୁଁ ନୁଚିକିରି କୁଆଡେ ପଳଉଥିଲି ଯେ ପଛରେ ଗାଡି, ଆଗରେ ଗାଡି, ମଝିରେ ମୁଁ ଗୋଟେ ବିଧାୟକ, ମୋର ଆତ୍ମସମ୍ମାନ ଅଛି। ତେଣୁ ଏଇ ୱେରେ ଯଦି ଆପଣ ମାନେ ନେଲେ ଠିକ ଅଛି। ତ ଆପଣଙ୍କୁ ଏସ୍କର୍ଟ କରିକି ନିଆଗଲା? Yes, that is the cause. ତ ସେଇଠି ଆପଣ ନିଷ୍ପତ୍ତି ନେଲେ ଯେ ମୁଁ ସେ ପର୍ଯ୍ୟନ୍ତ ବି ନିଷ୍ପତ୍ତି ନେଇ ନଥିଲି। ତ କେତେବେଳେ ନିଷ୍ପତ୍ତି ନେଲେ ଯେ ଶୁଣ, ମୁଁ କହୁଛି ବିଟ୍ ବାଇ ବିଟ୍ କହୁଛି। ଆପଣଙ୍କୁ ଗଲି, ନବୀନ ନିବାସରେ ରହିଲି, ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଦେଖା କଲି। ମୁଁ କହିଲି ଯେ ସାର୍ ମୋର ଇଭିନିଂ ରେ ଗୋଟେ ପୂଜା ଅଛି, ଆଉ ମୁଁ ଯିବି ନା। ସେ ୟୁ କ୍ୟାନ୍ ଗୋ ନା, ଟୁମରୋ ୟୁ ୱିଲ୍ କମ୍ ବାଇ 8 o'clock। ମୁଁ ସାର୍ ଠିକ ଅଛି। ମୁଁ ତାପରେ ଆସିଲି। ମୁଁ କହିଲି ନାଇଁ, ଯେହେତୁ କାର୍ଯ୍ୟକ୍ରମ ଅଛି, ମକଡ୍ରିଲ ଅଛି, ସବୁ କାର୍ଯ୍ୟକ୍ରମ ସାରିକିରି ମୁଁ ସେଥିରେ ତ ମୋର ବାହାରେ ସଂକ୍ରାନ୍ତି ଯୋଗୁଁ ମୁଁ ବାହାରେ ଖାଏ ନାହିଁ। ତେଣୁ ସେମାନେ 4ଟା 5ଟା ବେଳେ ଫ୍ରୁଟ୍ସ ଦେଇଥିଲେ, ମୁଁ ଫ୍ରୁଟ୍ସ ଖାଇଥିଲି। ତା ଭିତରେ ସେଠି ରହିଲି। ସବୁ କାର୍ଯ୍ୟକ୍ରମ ସରିଲା, ପାର୍ଟିର ସବୁ କାର୍ଯ୍ୟକ୍ରମ ସରିଲା। କିଛି ବିଧାୟକ ବାହାରକୁ ଗଲେ, ତାଙ୍କ କ୍ୱାର୍ଟରକୁ ଗଲେ ଏବଂ ଅନ୍ୟମାନେ ବି ମଧ୍ୟ କିଛି ଲେଡି, ଆମର ଯୋଉ ଇଏ ମାନେ ଥିଲେ, ବିଧାୟିକା ମାନେ ଥିଲେ, ସେମାନେ ବି ହୋଟେଲକୁ ଗଲେ। କିନ୍ତୁ ମୁଁ ସେଇଠି ତାଙ୍କୁ ବହୁତ ବାର କହିଲି, ମୁଁ କହିଲି ଭାଇ ଦେଖନ୍ତୁ,
ସାର୍ ପ୍ରମିଳା ମଲ୍ଲିକ କହିଲି, ମୁଁ କହିଲି ମ୍ୟାଡାମ ମୁଁ ଟିକେ ଯିବି, ମତେ ଛାଡନ୍ତୁ, ଏବଂ ଯଦି ଆପଣଙ୍କ ମନ ଭିତରେ ଡାଉଟ ହଉଛି ତାହେଲେ ଆପଣଙ୍କ 2 ଜଣ ବିଧାୟକକୁ ପଠାନ୍ତୁ, ମୋ ସାଙ୍ଗରେ ଯିବି, ମୁଁ ଟିକେ ମୋର ରାତିର ପୂଜାଟା କରିବି ଏବଂ ମୁଁ ଫ୍ରେଶ ଫ୍ରେଶ ହେଇକିରି ମୋ ଡ୍ରେସ ଆଉ ଗୋଟେ ହଳ ଧରିକିରି ଆସିବି, ମୁଁ ରହିବି, ଭୋଟ ଦେବି, ଏକଥା କହିଛି। ଏଗେନ୍ ବି ମଧ୍ୟ ଆମର ଆଦିତ୍ୟ ମହାପାତ୍ରଙ୍କୁ ବି କହିଛି, ସେଠି ସମସ୍ତ ବିଧାୟକ ମାନଙ୍କୁ ବି କହିଲି ଯେ ଭାଇ ମତେ ଟିକେ ଛାଡନ୍ତୁ, ମୁଁ ଯାଇଯିବି, ନହେଲେ ଆପଣଙ୍କର ସିକ୍ୟୁରିଟି ପଠାନ୍ତୁ ମୋ ସହିତ। ମତେ ତାପରେ ମୁଁ ଅପେକ୍ଷା କଲି, ମୁଁ ସେଇଠି ବ୍ୟସ୍ତ ହଉଥିଲି, ଅପେକ୍ଷା କରୁଥିଲି ଯେ ମତେ କାଳେ ଏମାନେ ପରମିଶନ ଦେବେ। ରାତି 12ଟା ବେଳକୁ 12ଟା ପର୍ଯ୍ୟନ୍ତ ବି ଅପେକ୍ଷା କଲି, ମୋର ବାହାରେ ବି ଗୋଟେ ଗାଡି ମଧ୍ୟ ଅପେକ୍ଷା କରିଥିଲା ଯେ ମୁଁ ଯିବି ବୋଲି, କିନ୍ତୁ ରାତି 12ଟା ପର୍ଯ୍ୟନ୍ତ ବି ମଧ୍ୟ ସେମାନଙ୍କର ଗୋଟିଏ କଥା ଥିଲା, ନା ଆପଣ ଯାଇପାରିବେ ନାହିଁ। ସେଇ ନବୀନ ନିବାସରେ ମୁଁ କହିଲି ଆପଣଙ୍କର ରମାକାନ୍ତ ଭାଇ ନବୀନ ନିବାସରେ ରହିବା ଦରକାର ନା ଆପଣ ମାନେ ଭୋଟ ଦରକାର? ଯଦି ନବୀନ ନିବାସରେ ରହିବା ଦରକାର ଠିକ ଅଛି ମୁଁ ରହୁଛି, କିନ୍ତୁ ମୁଁ କାଲି ଏଇଭଳି ଭାବରେ ଆପଣ ଯୋଉ ଭଳି ଭାବରେ ଜବରଦସ୍ତି କରୁଛନ୍ତି, ମତେ ମୋର ଆତ୍ମାକୁ ବାଧିଲା ଭଳିଆ କାମ କରୁଛନ୍ତି ଏବଂ ମତେ ହଟ୍ କରୁଛନ୍ତି, ମୁଁ କାଲି ଆପଣଙ୍କୁ ଭୋଟ ଦେବି ନାହିଁ। ତ ଆପଣଙ୍କୁ ଜବରଦସ୍ତି କରିବାରୁ ଆପଣ କହିଲେ ଯେ ମୁଁ ଭୋଟ ଦେବି? ମୁଁ ଷ୍ଟ୍ରଙ୍ଗଲି ମନା କରିଥିଲି, ମୁଁ ଆପଣଙ୍କୁ ଭୋଟ ଦେବିନି। ସବୁ ବିଧାୟକ ମାନେ ବି ଥିଲେ, ମୁଁ କହିଲି ନା ମୁଁ ଆପଣଙ୍କୁ ଭୋଟ ଦେବିନି, କାରଣ କାଲି ମୁଁ ଆପଣଙ୍କୁ ଆପଣଙ୍କୁ ଜବରଦସ୍ତ ଭୋଟ ଦେବି। କରାଗଲା? ଜବରଦସ୍ତ ଗୋଟେ କଜ ନଥିଲା, ଯୋଉ ୱେରେ ସେମାନେ ଏଠୁ ନବା, ସିଟି ନ ଛାଡିବା, ଏଇଭଳି ଆକ୍ଟିଭିଟିଜ ଟା ମତେ ବହୁତ ହଟ୍ କରିଥିଲା। ସେଟା ଗୋଟେ ନିଶ୍ଚିତ ରୂପେ ସେଟା ଗୋଟେ ମନ ଭିତର କଥାଟାକୁ ପ୍ରତିଫଳନ, ଏବଂ ମୁଁ ସେଟା ଲୁଚେଇ ଛପେଇ କହିନଥିଲି, ବହୁତ ଗୁଡେ ବିଧାୟକ ଥିଲେ ତାଙ୍କ ମୁହଁରେ କହିଥିଲି, ଓପନ କହିଥିଲି ଯେ ମୁଁ ଆପଣଙ୍କୁ କାଲି ଭୋଟ ଦେବିନି, ଏକଥା ବି ମଧ୍ୟ କହିଥିଲି। ତ ରାତି 12ଟା ପର୍ଯ୍ୟନ୍ତ ଯେହେତୁ ଆପଣଙ୍କୁ ସେଠି ଅଟକାଇବା ପାଇଁ କୁହାଗଲା, ଆପଣ ବିରକ୍ତ ହେଇ କହିଲେ ଯେ ମୁଁ ଭୋଟ ଦେବିନି, ଏଇ କାରଣ? এইটা ଗୋଟେ କାରଣ। ଏଇଟା ହଉଛି ଯେହେତୁ ପୂର୍ବରୁ ଆମ ମନ ଭିତରେ ଏଇ କ୍ୟାଣ୍ଡିଡେଟ ସିଲେକ୍ସନ କଲା ବେଳେ ବି ମଧ୍ୟ ମନ ଭିତରେ କଷ୍ଟ ଥିଲା ଯେ ପାର୍ଟି ଯେହେତୁ ବର୍ତ୍ତମାନ ଗୋଟେ କ୍ରାଇସିସ ରେ ଚାଲିଛି, ଏବେ ବିରୋଧୀ ଦଳରେ ଆମେ ଅଛୁ, ଯଦି ଦଳୀୟ କ୍ୟାଣ୍ଡିଡେଟ ଦିଆଯାଇଥାନ୍ତା ଯୋଉମାନେ ପଲିଟିକାଲି ଇନଭଲ୍ଭ ଅଛନ୍ତି, ପାର୍ଟି ସହିତ ଅଛନ୍ତି, ବିଗତ ଦିନରେ କାମ କରିଛନ୍ତି, ଏ ଅସମୟରେ ଯଦି ସେଇଭଳି କ୍ୟାଣ୍ଡିଡେଟ ଦିଆଯାଇଥାନ୍ତା ତାହେଲେ ନିଶ୍ଚିତ ରୂପେ ପାର୍ଟିଟା ଗ୍ରୋ କରାଯାଇଥାନ୍ତା। ତେଣୁ ଆମେ ଆଣିବା ଜଣକୁ କ୍ୟାଣ୍ଡିଡେଟକୁ, ଯାହାକୁ ଆଣିବା ଯେ ପଲିଟିକାଲି ମାନେ ଆମେ ରାଜ୍ୟସଭାକୁ ପଠଉଛୁ କଣ ପାଇଁ? ଆମର ପାର୍ଟିର ପଲିଟିକାଲି ଡେଭଲପମେଣ୍ଟ ଏବଂ ଅଞ୍ଚଳର ଡେଭଲପମେଣ୍ଟ। ଆମେ ପଲିଟିକାଲି ଡେଭଲପମେଣ୍ଟ ଟାକୁ ପ୍ରାୟୋରିଟି ଦବାର ଅଛି, କାହିଁକି ନା ଆମେ ବିରୋଧରେ ଅଛୁ। ଆମେ ଯେତେବେଳେ ଶାସକ ଦଳରେ ଥିଲୁ ସେତେବେଳେ ଆମେ ଯାହାକୁ ତ ନେଇ ଆପଣ ତାଙ୍କୁ ଏ ଆମେ କଥା କହିଥିଲେ କି ନବୀନ ବାବୁଙ୍କୁ, ଏ କ୍ୟାଣ୍ଡିଡେଟ ସିଲେକ୍ସନ ରେ ମୋର ଆପତ୍ତି ଅଛି, ମୁଁ ଚାହୁଁନି ଆପଣ ଶୁଣନ୍ତୁ, ଏହାକୁ ଦିଅନ୍ତୁ ବୋଲି? ନାଇଁ ଆମ କଥାରେ କୌଣସି ଡିସିସନ ନିଆଯାଏ ନାହିଁ କି ଆମେ କହିଥିଲେ ମଧ୍ୟ ହେଇନା, କିନ୍ତୁ ମୁଁ ଆଦିତ୍ୟ ମହାପାତ୍ରଙ୍କୁ କହିଥିଲି, ସାର୍ ଏ ଯୋଉ କ୍ୟାଣ୍ଡିଡେଟ ଦେଇଛନ୍ତି, କ୍ୟାଣ୍ଡିଡେଟ ଟିକେ କିଛି ନା କୋଉଠି ବିଧାୟକ ମାନଙ୍କ ମନ ଭିତରେ ଟିକେ ଅସନ୍ତୋଷ ଅଛି ବୋଲି କଥା ମୁଁ କହିଥିଲି ମତେ ତାକୁ। ତ ଆପଣ ଏ କଥା କହିଥିଲି। ଆପଣ ଭୋଟ ଦାନରୁ ବିରତ ରହିପାରିଥାନ୍ତେ, କିନ୍ତୁ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଲେ କଣ ପାଇଁ? ଶୁଣନ୍ତୁ ଆଜ୍ଞା, ମୁଁ ଗୋଟିଏ କଥା, ଦିଲ୍ଲୀପ ରାୟ ବି ଇଣ୍ଡିପେଣ୍ଡେଣ୍ଟ, ଦିଲ୍ଲୀପ ରାୟ ବି ମଧ୍ୟ ଏଇ ଦଳ ଗଠନ ସମୟରେ ବିଜୁ ବାବୁଙ୍କ ସହିତ ବି ତାଙ୍କର କଣ୍ଟ୍ରିବ୍ୟୁସନ ଥିଲା, ଯେହେତୁ ସେ ଗୋଟେ ପଲିଟିକାଲି ହିଜ ଏ ଭେରି ଗୁଡ ପର୍ସନ, ତେଣୁ ଓଭିୟସଲି ଆମେ ତାକୁ ଦେଲୁ। ଏବଂ ଯୋଉ ସମୟରେ ମୁଁ ଜାଣିଲି ଯେ ଆମ କ୍ୟାଣ୍ଡିଡେଟ ହାରୁଛି ବି ମଧ୍ୟ, ଲାଷ୍ଟ ଟାଇମରେ ମାଇଣ୍ଡ ଭିତରେ ନେଗେଟିଭ ଥିଲା, କିନ୍ତୁ ତା ଭିତରେ ମଧ୍ୟ ଯଦି କ୍ୟାଣ୍ଡିଡେଟ ଜିତିବାର ପ୍ରୋବାବିଲିଟି ଥାନ୍ତା, କାରଣ ମୋ ଭୋଟ ଥିଲା ଲାଷ୍ଟ ଭୋଟ, ମୋ ଭୋଟଟା ଥିଲା ତ ଲାଷ୍ଟ ଆପଣ ଭୋଟ। ଦେଖିଲେ ଯେତେବେଳେ ହାରିବାର ଅଛି, ତେଣୁ ଆମେ ଦିଲ୍ଲୀପ ରାୟଙ୍କୁ ଦେଲେ ଭଲ? ଓଭିୟସଲି, କାରଣ ଯେହେତୁ ମୋର ଆକ୍ରୋଶ ଅଛି, ମତେ ଏଇଭଳି ହାରାସ କରିଛନ୍ତି, ତେଣୁ ମୁଁ ବାଧ୍ୟ ହେଇକିରି ଦେଲି। ତ ଆପଣ କଥା କୁହା ହଉଛି ଯେ କୋଟି କୋଟି ଟଙ୍କା କାରବାର ହେଇଛି, ଘୋଡା ବେପାର କରାହେଇଛି, ଏହା କଣ ସତ? ଘୋଡା ଆପଣଙ୍କ ବେପାର, ପାଖରେ ସେଭଳି କିଛି ଟଙ୍କା ପହଞ୍ଚିଛି କି ରମାକାନ୍ତ ବାବୁ, ଯୋଉଥିପାଇଁ ଶୁଣନ୍ତୁ ଆପଣ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଲେ? ମନୋରଞ୍ଜନ ବାବୁ, ଘୋଡା ବେପାର ଯେତେବେଳେ କରାଯାଏ, ଘୋଡାକୁ କିଣିଲା ପରେ ଘୋଡା କୋଉଠି ଥାଏ? ଘୋଡା ନବୀନ ନିବାସରେ ଥିଲେ ବୋଲି କଣ ସେ ଭୋଟ ତ ଆଉ ଘୋଡା ଗୋଟେ ଜାଗାରେ କୋଉଠି ଦେଲେ? ଥିଲା? ଘୋଡା କୋଉଠି ରହିବା କଥା? ଆପଣ ପଇସା ଦେଇ ସାରିଲା ପରେ ଘୋଡାକୁ ତ ନେଇକିରି ଆପଣଙ୍କର ପିଞ୍ଜରାରେ ରଖିବେ ନା, ଆପଣ ଗୁହାଳରେ ରଖିବେ ନା, କାରଣ ଘୋଡାକୁ ତ କିଣି ଦେଇଛନ୍ତି ନା, ପଇସା ଦେଇ ଦେଇଛନ୍ତି, ଆପଣ ଘୋଡାକୁ ରଖିବେ, ଘୋଡାଶାଳରେ ରଖିବେ। ମୁଁ ତ ଓପନଲି ବୁଲୁଥିଲି, ମୁଁ ତ ମୋ ଘରେ ରହୁଛି, ନବୀନ ନିବାସ ଯାଉଛି। ତା ମାନେ କଣ ଆପଣ ଘୋଡା ବେପାରରେ ନାହାନ୍ତି? ଘୋଡା ବେପାର କଥା, ଇଟ ଇଜ ଏ ରଙ୍ଗ ଥିଙ୍ଗ, ଏଇ କଥା ଆପଣ ଭଲ କରି ଜାଣିଛନ୍ତି, ତେଣୁ ସେଇଟା ଉପରେ ମୋର କୌଣସି କହିବାର ନାହିଁ। ଦ୍ୱିତୀୟ କଥା ହଉଛି, ଯେହେତୁ ଆମେ ପାର୍ଟି ଲାଇନରେ ରହିକିରି କାମ କରିଛୁ, ଏଇ ରିସେଣ୍ଟଲି 8 ଦିନ ପୂର୍ବରୁ ମୁଁ ଗୋଟେ ବିଜୁ ଜନତା ଦଳର ଗୋଟେ ପ୍ରୋଗ୍ରାମ କରିଥିଲି, ପାଖାପାଖି 4-5 ହଜାର ଲୋକ ଗୋଟିଏ ବ୍ଲକରୁ ମୁଁ ସଂଗଠିତ କରିଥିଲି।
ତ ତେଣୁ ରମାକାନ୍ତ ବାବୁ ଆପଣ ବିଜେଡି ରେ ରହିବେ ନା ବିଜେପି ରେ ମିଶିବେ? ଆପଣଙ୍କ ଟାର୍ଗେଟ କଣ? ବିଜେଡିରେ ଅଛି, ଆ- ବିଜେଡିରେ ରହିବି। ଯୋଉ ଲୋକମାନେ ମତେ ଆଉ ଆପଣଙ୍କୁ ଯଦି ଭୋଟ ସସ୍ପେଣ୍ଡ କରାଯାଏ ବା ଏକ୍ସପେଲ କରାଯାଏ? ସସ୍ପେଣ୍ଡ କଲେ ବି ମଧ୍ୟ ମୁଁ ଅଛି। ଯେପର୍ଯ୍ୟନ୍ତ ମୁଁ ଅଛି, ବର୍ତ୍ତମାନ ଯୋଉମାନେ ମତେ ଗୋଟେ ଆଶା ବିଶ୍ୱାସ ରଖିକିରି ମତେ ଭୋଟ ଦେଇକି ଜିତେଇଛନ୍ତି, ମୁଁ ଯେପର୍ଯ୍ୟନ୍ତ ବିଧାୟକ ଅଛି ସେମାନଙ୍କ ସେବାରେ ହିଁ ରହିବି। ପାର୍ଟି ଯଦି ମତେ ସସ୍ପେଣ୍ଡ କଲା, ଷ୍ଟିଲ୍ ଦେନ୍ ମୁଁ ଲୋକଙ୍କ ସହିତ ଅଛି, କର୍ମୀଙ୍କ ସହିତ ଅଛି, ସାଧାରଣ ଜନତାଙ୍କ ସହିତ ଅଛି, ସାଧାରଣ ଜନତାଙ୍କ ସହିତ ରହିବି ମଧ୍ୟ। ତ ରମାକାନ୍ତ ବାବୁ ରାତିରେ ଏଥିରେ ଆପଣଙ୍କୁ ଲୁଙ୍ଗି କିଏ ପିନ୍ଧେଇଥିଲା? ଆପଣ ଖୁସିରେ ପିନ୍ଧିଥିଲେ ନା ଆପଣଙ୍କୁ ଜବରଦସ୍ତି ପିନ୍ଧା ଯାଇଥିଲା? ଲୁଙ୍ଗି ଆଣିକିରି ଦିଆଗଲା, ଯେହେତୁ ମୋର ଡ୍ରେସ ନେଇ ନଥିଲି, ଗୋଟେ ଡ୍ରେସ ପିନ୍ଧିକି ଯାଇଥିଲି। ଲୁଙ୍ଗିଟା କୁ କହିଲେ ସେମାନେ ପିନ୍ଧିବା ପାଇଁ, ତେଣୁ ମୁଁ ମୋର ଡ୍ରେସ ଉପରେ, ଟ୍ରାଉଜର ଉପରେ ଘୁରେଇ ଦେଇକିରି ବସିଥିଲି। ଟ୍ରାଉଜର ଉପରେ ଗୁଡେଇକି ବସିଥିଲେ, କିନ୍ତୁ ସମସ୍ତଙ୍କୁ କୁହାଯାଇଥିଲା ଲୁଙ୍ଗି ପିନ୍ଧିବା ପାଇଁ। ସମସ୍ତଙ୍କୁ କୁହାଯାଇଥିଲା କି ନାହିଁ ମୁଁ ଜାଣିନି, ମତେ ଯେତେବେଳେ ଲୁଙ୍ଗି ଦିଆଯାଇଥିଲା। ଫଟୋ ଆପଣଙ୍କର ଗ୍ରୁପ ରେ ଆସୁଛି ଯେ ସବୁ ନିଶ୍ଚିତ ବିଧାୟକ ରୂପେ ମାନେ ଲୁଙ୍ଗି ପିନ୍ଧିକିରି ବସିଛନ୍ତି। ଠିକ ଅଛି, ମୁଁ ପଛରେ ଆସିକି ବସିଥିଲି ତାଙ୍କ ସହିତ ଏବଂ ଲୁଙ୍ଗି ପିନ୍ଧିକି ରୁମରୁ ତ ରୁମରୁ ଆପଣ କନଷ୍ଟିଚୁଏନ୍ସିରୁ ବିରୋଧାଭାସର ସମ୍ମୁଖୀନ ହଉଛନ୍ତି କି ନାହିଁ ରମାକାନ୍ତ ବାବୁ? ସେମିତି ବିରୋଧାଭାସ ନାହିଁ। ଯୋଉମାନେ ମନ ଭିତରେ ସେଟା ଗୋଟେ କିଛି କିଛି ଲୋକ ସେଟାକୁ ସୃଷ୍ଟି କରୁଛନ୍ତି, ହୁଁ କିନ୍ତୁ ଯେତେବେଳେ ସେମାନେ ମୋର ବାଇଟଟା କନକ ନ୍ୟୁଜରେ ଶୁଣିଛନ୍ତି ଏଇଭଳି ଭାବରେ, ସେମାନଙ୍କର ଭିତରୁ ବହୁତ ବଡ ପ୍ରକାର ଫୋନ ଆସୁଛି, ନାଇଁ ଠିକ ଯୋଉଟା ଏମାନଙ୍କର କନସେପ୍ଟ ଥିଲା ଯେ ବିଜୁ ଜନତା ଦଳର ଯୋଉମାନେ ବହୁତ ଦିନ ଧରିକି କାମ କରିଛନ୍ତି, ଦିନ ରାତି ପାର୍ଟି ପାଇଁ ଚିନ୍ତା କରୁଛନ୍ତି, ସେଭଳି କ୍ୟାଣ୍ଡିଡେଟକୁ ନ ଦେଇକି ଯେକୌଣସି ଯୋଉଠୁ କ୍ୟାଣ୍ଡିଡେଟ ଆଣିକି ଦିଆଯାଇଛି। ତେଣୁ ଏ କଥା ଶୁଣିଲା ପରେ ଏବଂ ଯୋଉ କଥା ମୋ ସହିତ କରାଯାଇଛି ସେ କଥା ଶୁଣିଲା ପରେ ଲୋକମାନଙ୍କ ମନ ଭିତରେ ବହୁତ ପରିବର୍ତ୍ତନ ଆସିଛି। ହୁଁ କାଲି ଯୋଉ ଆକ୍ରୋଶ ଥିଲା ଆଜି ସେଟା ନାହିଁ। ମୋ ସହିତ ଆସି ବହୁତ ଲୋକ ଭେଟିଛନ୍ତି। ହୁଁ ତେଣୁ ବହୁତ ଲୋକ ସେମିତି ଭେଟିଛନ୍ତି। କିଛି ହୁଁ ସେମିତି କିଛି ଏଟା ରିଫ୍ଲେକ୍ଟ ହବନି। ମୁଁ ବି ସମସ୍ତଙ୍କ ଯୋଗାଯୋଗ ଅଛି, ସମସ୍ତେ ମତେ ଫୋନ କରୁଛନ୍ତି। ଯେହେତୁ ଆପଣ ଜାଣିଛନ୍ତି, ଆପଣ ବି ମଧ୍ୟ ସେଇ ନିର୍ବାଚନ ମଣ୍ଡଳୀ ବିଲଙ୍ଗସ କରନ୍ତି, ଆମେ ବି ମଧ୍ୟ 24 ଆୱାର ଆମେ ଲୋକଙ୍କ ସହିତ ଥାଉ, ହୁଁ ଲୋକଙ୍କ ସହିତ ଭଲ ମନ୍ଦର ସାଥୀ ହଉ ଏବଂ ଲୋକଙ୍କର ଦାବି ପାଇଁ ଲଢେଇ କରିକିରି ଆସିଛୁ। ଆପଣ ମାନେ ଭଲକିରି ବି ମଧ୍ୟ ଜାଣିଛନ୍ତି ଏବଂ ଆପଣଙ୍କ ସହିତ ବହୁତ ପୁରୁଣା ସମ୍ପର୍କ ବି ମଧ୍ୟ। ହୁଁ ହୁଁ। ଆପଣ ବିଭିନ୍ନ ତ ବିଭିନ୍ନ ନିଶ୍ଚିତ ଭାବରେ କାର୍ଯ୍ୟକ୍ରମ ରମାକାନ୍ତ ବାବୁ ଆଗକୁ ଗୋଟେ ବହୁତ ବଡ ଚ୍ୟାଲେଞ୍ଜ ଆସିବ ଆପଣଙ୍କ ପାଇଁ, ଏବଂ ଦେଖିବାର କଥା ଯେ ଶ୍ରୀଯୁକ୍ତ ରମାକାନ୍ତ ଭୋଇ ୟାକୁ କେମିତି ଫେସ୍ କରୁଛନ୍ତି। ବହୁତ ଧନ୍ୟବାଦ ଆପଣଙ୍କୁ।